ସହଯୋଗରେ ଯେଉଁ ଦାତାମାନଙ୍କର ପଇସାରେ ଆଜି ଏତିକି ବାଟ ଆସୁଛି ସେମାନଙ୍କୁ ମୋର ପ୍ରଥମେ ଧନ୍ୟବାଦ ଜଣାଉଛି ଯେ ଆଜି ଏତେ ବାଟ ସେମାନେ ଆଣି ପହଞ୍ଚେଇ ପାରୁଛନ୍ତି। ଆମେ ଏପର୍ଯ୍ୟନ୍ତ ଆଜି ପ୍ରଥମେ ଆସିଛି କିନ୍ତୁ ମନ୍ଦିର ଏଇ ସ୍ତରକୁ ବି ସେମାନେ ଆଣିଛନ୍ତି ତାଙ୍କୁ ପ୍ରଥମେ ଆଗକୁ କୃତଜ୍ଞତା ଜଣାଉଛୁ। ଆଜି ଯେଉଁ କଥା ଆଲୋଚନା ହେଲା ପୂର୍ବ ମିଟିଂରେ ଅବଶ୍ୟ ମୁଁ ନଥିଲି, ବର୍ତ୍ତମାନ ବିଜୟ ଭାଇ ଆଉ ଡଙ୍ଗରୁ ଭାଇ ଯେଉଁ କହିଲେ, ରତି ଭାଇ କହିଲେ ସରକାରୀ ସ୍ତରରେ ପଇସା ଯେତିକି ତା ବିଧି ବ୍ୟବସ୍ଥା ଭିତରେ ଆସିବା କଥା ଆସୁ। ତାପରେ ସେକେଣ୍ଡ ଟାଇମ୍ ହେଲା ଯେଉଁ ପାଖାପାଖି ଯେଉଁ କମ୍ପାନୀମାନଙ୍କର ଯେଉଁ ପେରିଫେରାଲ ଫଣ୍ଡସ୍ ଆସିପାରିବ ତା ପାଇଁ ଯେଉଁମାନେ ଅଭିଜ୍ଞ ଅଛନ୍ତି ସେମାନେ ଯଦି କିଛି ବ୍ୟବସ୍ଥା କରିବେ, ଯେଉଁଟା ବିଜୟ ଭାଇ ଗଲା ମିଟିଂରେ କହିଥିଲେ ବୋଲି ମୁଁ ଶୁଣିଥିଲି, ସେ ବାବଦରେ ଆଗାମୀ। ଆଉ ତୃତୀୟ ଜିନିଷ ହେଲା ବେସରକାରୀ ସ୍ତରରେ ଆମ ଗଞ୍ଜାମ ବ୍ଲକରେ ଯେତେ ସବୁ ପ୍ରତିଷ୍ଠିତ ଲୋକ ଯେଉଁମାନେ ସମଧର୍ମ ଅଛନ୍ତି ସେମାନଙ୍କ ପାଖକୁ ଆମେ ସମସ୍ତେ ଯିବା, ମାଗଣା କରିକି ଆଣିବା, ମନ୍ଦିର ନିଶ୍ଚିତ ଭାବରେ ଏମିତି ଯିବା କଥା ତାର ବ୍ୟବସ୍ଥା କରାଯିବ। ଯେତେ ଜଲ୍ଦି ହେଇପାରିବ ଆମେ ଭଗବାନଙ୍କୁ ଡାକୁଛୁ ସେତେ ଜଲ୍ଦି କରିବା। ପ୍ରଦୀପ ଭାଇଙ୍କୁ ପଚାରିଥିଲି ଯେ ପ୍ରଦୀପ ଭାଇ କହିଲେ 2029-30 ମସିହା ବେଳକୁ କମ୍ପ୍ଲିଟ୍ ହେଇଯିବ ବୋଲି ମୋତେ କହିଥିଲେ। ମୁଁ ତ ଭାବୁଥିଲି ଗୋବିନ୍ଦ ସାଙ୍ଗରେ ଆଗରୁ କଥା ହେଇଥିଲି ସେଠୁ ଆଗରୁ ଜଲ୍ଦି ହେବ ବୋଲିକରି ମୁଁ ପୂର୍ବରୁ କଥା ହେଇଥିଲି, କିନ୍ତୁ ମୁଁ ଶୁଣିଲି ଯେ ଟିକେ ଡେରି ହେବା କାର୍ଯ୍ୟକ୍ରମ। କ'ଣ ପ୍ରଦୀପ ଭାଇ କ'ଣ 2030ରେ ଟାର୍ଗେଟ୍ ଅଛି? ହଁ ସେଇ କଥା ତ ପ୍ରଭୁଙ୍କ ଇଚ୍ଛା ଉଦ୍ୟମ କରିକି ଆଜି ଏତେ ବାଟ ଆସିଛନ୍ତି ସେମାନଙ୍କୁ ଅନ୍ତରର ଗଭୀର ଆଉ ଯାହା ସାହାଯ୍ୟ ସହଯୋଗ ଯେମିତି ମୋର ଉପସ୍ଥିତି ଲୋଡ଼ିବେ ମୁଁ ସେହିପରି ଭାବରେ ମନ୍ଦିର ପାଇଁ ମୁଁ ଉତ୍ସର୍ଗୀକୃତ। ଧନ୍ୟବାଦ।